ଜାଣିଛନ୍ତି ଦିନେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କଲେ, ସଖା ଆପଣଙ୍କୁ ଯିଏ ସବୁଠାରୁ ଅଧିକ ଭଲ ପାଏ ଆପଣ ତା ସହିତ କ'ଣ କରନ୍ତି? ଆଉ ପ୍ରଭୁ ଶ୍ରୀକୃଷ୍ଣ ସ୍ମିତହାସ୍ୟ କରି କହିଲେ, ଚାଲ ମର୍ତ୍ତ୍ୟପୁରକୁ ଯିବା, ଦେଖିବା ମୁଁ ସେମାନଙ୍କ ସହିତ କ'ଣ କରୁଛି। ସେମାନେ ଦୁଇ ଜଣ ଗୋଟିଏ ବ୍ରାହ୍ମଣ ବେଶରେ ଭିକ୍ଷା ମାଗିବା ପାଇଁ ଆସିଲେ। ପ୍ରଥମେ ଜଣେ ବ୍ୟକ୍ତିଙ୍କ ଘରକୁ ଗଲେ, ଯିଏ ବହୁତ ଧନଶାଳୀ ବ୍ୟକ୍ତି ଜଣେ। ଯେତେବେଳେ ଭିକ୍ଷାଙ୍ଗ ଦେଇକି କହିଛନ୍ତି, ସେ ଧନଶାଳୀ ବ୍ୟକ୍ତି ଜଣକ କବାଟ ଖୋଲିଲେ ଏବଂ ତାଙ୍କୁ ଗାଳିଗୁଲଜ କଲେ, କୁଆଡ଼ୁ ସକାଳୁ ସକାଳୁ ପଳେଇ ଆସିଲେ ବ୍ରାହ୍ମଣ, ଏହା କହିକି ତାଙ୍କୁ ପାଟିତୁଣ୍ଡ କଲେ। ଏମାନେ ଦୁଇ ଜଣ ପଳେଇ ଆସିଲେ। କିନ୍ତୁ ଭଗବାନ ଅର୍ଜୁନ ଭାବିଲେ ହୁଏତ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅଭିଶାପ ଦେବେ, କିନ୍ତୁ ଭଗବାନ ସେଠି ଓଲଟା କଲେ, ତାଙ୍କୁ ଆଶୀର୍ବାଦ କଲେ, କହିଲେ ଏମିତି ତମର ଧନ ପ୍ରାପ୍ତି ହଉ, ଏମିତି ତମେ ଲୋଭ ମୋହରେ ମର୍ଜି ରୁହ, ଯାହାଦ୍ୱାରା ତମେ ଭଗବାନଙ୍କୁ ଦିନେ ଖୋଜନ କି ପ୍ରାର୍ଥନା କରନି। ତାପରେ ଆଉ ଜଣେ ବ୍ୟକ୍ତିଙ୍କ ପାଖକୁ ଗଲେ, ଜଣେ ବୃଦ୍ଧା ବ୍ରାହ୍ମଣୀ। ଯେତେବେଳେ ତାଙ୍କ ପାଖରେ ପହଞ୍ଚିଲେ, ଭିକ୍ଷାଙ୍ଗ ଦେଇ କହିଛନ୍ତି, ସେ ବୁଢ଼ୀ ମାଉସୀ ଆସିଲେ ଏବଂ କହିଲେ, ବାବା ମୋ ପାଖରେ କିଛି ନାହିଁ, ଏ ଗୋଟାଏ ମାତ୍ର ଗାଈ, ଏ ଏତିକି କ୍ଷୀର ଦେଇଛି, ଆପଣ ତାକୁ ହିଁ ଗ୍ରହଣ କରନ୍ତୁ। ଏମାନେ ଖୁସିରେ ନେଇକି ଆସିଲେ। ଅର୍ଜୁନ ଭାବିଲେ ଭଗବାନ ସେଇଠି ତାଙ୍କୁ ଆଶୀର୍ବାଦ ଦେବେ, ସେ ତାର ଭଙ୍ଗା କୋଡ଼ିଆଟା ଗୋଟେ କୋଠା ମହଲରେ ପରିଣତ ହୋଇଯିବ ଏବଂ ଆହୁରି ତାକୁ କିଛି ଧନ ସନ୍ଧାନରେ ତାକୁ ଆଶୀର୍ବାଦ କରିବେ। କିନ୍ତୁ ଭଗବାନ କହିଲେ, ତୁମର ଯେଉଁ ଗାଈଟି ଅଛି ସେ ଗାଈଟି ହରଣ ହେଇଯାଉ, ଏ ଭଙ୍ଗା କୋଡ଼ିଆଟା ସିଏ ବି ପଳାଉ। ଅର୍ଜୁନ ଦେଖିକି କହିଲେ, ପ୍ରଭୁ ଆପଣ କ'ଣ କରୁଛନ୍ତି? ଭଗବାନ ଶ୍ରୀକୃଷ୍ଣ କହିଲେ, ଦେଖ ପ୍ରଥମ ବ୍ୟକ୍ତି ଯେଉଁ ଧନଶାଳୀ ବ୍ୟକ୍ତି, ତାକୁ ମୁଁ ଏହା କହିଲି ଯାହାଦ୍ୱାରା ସେ ସବୁବେଳେ ଏତେ ଲୋଭ ମୋହ କାମ ବାସନାରେ ଏତେ ବୁଡ଼ିକି ରହିବ ଯେ ଦିନେ ଭଗବାନଙ୍କୁ ତା ତୁଣ୍ଡରେ ସ୍ମରଣ କରିବନି କି ଡାକିବନି, ଯାହାଦ୍ୱାରା ତାର କ'ଣ ହେବ, ଏମିତି ଜନ୍ମ ପରେ ଜନ୍ମ, ଜନ୍ମ ପରେ ଜନ୍ମ ତାର ଏମିତି ଜନ୍ମ ହେଉଥିବ, ତାର ସେ କର୍ମର ଫଳ ଭୋଗ କରୁଥିବ, ସେ ତାର ଆଉ ମୋକ୍ଷ ପ୍ରାପ୍ତି ହେବନି। ଆଉ ଏଇ ଯେଉଁ ବୁଢ଼ୀ ମାଉସୀ, ସିଏ କ'ଣ କରିବେ, ତାଙ୍କର ସବୁ ହରେଇ ସାରିଲା ପରେ ଯାହା ବି ଧନ ସମ୍ପତ୍ତି ଅଛି ସେ ନିରାଶ ହୋଇକି କ'ଣ କରିବେ, ଲାଷ୍ଟକୁ ମୋତେ ହିଁ ପ୍ରାର୍ଥନା କରିବେ, ଯାହାଦ୍ୱାରା ମୁଁ କ'ଣ କରିବି, ତାଙ୍କୁ ମୋ କୋଳକୁ ମୁଁ ଟାଣି ଆଣିବି। ସେ ସବୁ ହରେଇ ସାରିଲା ପରେ ଆଉ ତାଙ୍କର କେଉଁଥିରେ ଲୋଭ ଥିବ, କେବଳ ତାଙ୍କର ଲୟ ଥିବ ଭଗବାନଙ୍କ ପାଖରେ, ତାଙ୍କର ଆଉ ପୁନର୍ଜନ୍ମ ହେବନି, ତାଙ୍କର ସେଇଠି ମୋକ୍ଷ ପ୍ରାପ୍ତି ହେଇଯିବ। କହିବାର ଉଦ୍ଦେଶ୍ୟ ହେଉଛି, ଆପଣ ଯଦି ଏମିତି ସବୁବେଳେ ଭଗବାନଙ୍କ ପାଖରେ ନିଜ ମନକୁ ରଖିବେ, ତାଙ୍କୁ ଡାକିବେ, ଆପଣଙ୍କର ଆଉ ପୁନର୍ଜନ୍ମ ହେବନି, ସେଇଠି ମୋକ୍ଷ ପ୍ରାପ୍ତି ହେଇଗଲା। ଭାବୁଛି ଏ କାହାଣୀ ମାଧ୍ୟମରେ ଆପଣ ନିଶ୍ଚିତ ରୂପେ ବୁଝିପାରିଥିବେ ଆପଣଙ୍କର କ'ଣର ଆବଶ୍ୟକତା ରହିଛି, ଧନ ଦରକାର ନା ମୋକ୍ଷ ପ୍ରାପ୍ତି ଦରକାର। ଲାଷ୍ଟରେ ଏତିକି କହିବି, ଚଏସ୍ ଇଜ୍ ୟୁଅର୍ସ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ଦିନଟି ଆପଣ ପାଇଁ ଶୁଭମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା।